ଜାତୀୟ ପ୍ରେସ୍ ଦିବସ ପାଇଁ ଘୁମୁସର ଅଞ୍ଚଳର ଅଗ୍ରଣୀ ପଞ୍ଜୀକୃତ କବି ସମ୍ରାଟ ମିଡିଆ କ୍ଲବ ତରଫରୁ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଘୁମୁସର ଅଞ୍ଚଳରେ ନିଜର ବିଭିନ୍ନ ସାମାଜିକ ସେବା ସହ ସାମ୍ବାଦିକମାନଙ୍କର ବିକାଶ ଓ ସୁରକ୍ଷା ପାଇଁ ଗତ 4 ବର୍ଷ ହେବ କାର୍ଯ୍ୟ କରି ଆସୁଛି। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଘୁମୁସର ମାଟିରେ ସାମ୍ବାଦିକ ଦିବସ ବା ପ୍ରେସ୍ ଦିବସ ମହାସମାରୋହରେ ପାଳନ କରିବାକୁ ଯାଉଛି ଏବଂ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରୁ 150ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଓ ଆଗାମୀ 16 ଓ 17 ନଭେମ୍ବରରେ ହେବାକୁ ଥିବା ପ୍ରେସ୍ ଦିବସରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ଆଜିର କାର୍ଯ୍ୟକ୍ରମରେ ବିଚାରକ ଭାବେ ଘୁମୁସର ମାଟିର ପ୍ରତିଷ୍ଠିତ ସଙ୍ଗୀତଜ୍ଞ କେ ରାଜରାଓ, ଲେଖକ ତ୍ରିନାଥ ବେହେରା, ପ୍ରଭାତୀ ମଞ୍ଜରୀ ବେହେରା, ପ୍ରଦୀପ୍ତ ସ୍ୱାଇଁ, ପୁରୁଷୋତ୍ତମ ମହାପାତ୍ର, ଲେଖକ ସୁନୀଲ ପାଣି, ଲେଖିକା କଳ୍ପନା କୁମାରୀ ପ୍ରଧାନ, ଶିକ୍ଷକ ପ୍ରଦ୍ୟୁମ୍ନ ମଲ୍ଲିକ, ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆସନ୍ତା 16 ତାରିଖରେ ଭଞ୍ଜନଗର ଜଗନ୍ନାଥ ରିଜର୍ଟଠାରେ 2 ଦିନ ଧରି ବିଭିନ୍ନ ନୃତ୍ୟ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ ବେବର୍ତ୍ତା ପରିଚାଳନା କରିଥିଲେ। ଭଞ୍ଜନଗର ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।